ଦହିବରା ତ ଆପଣମାନେ ଖାଇଛନ୍ତି, କିନ୍ତୁ କେବେ କରି ବରା ଖାଇଛନ୍ତି କି? ବା ଆପଣମାନେ ଝୋଳ ବରା କହିପାରିବେ? ଯଦି ଖାଇନାହାନ୍ତିନି ତାହେଲେ ଚାଲନ୍ତୁ ଆଜି ବନେଇବା କରି ବରା। ଏହା ବିଲକୁଲ ୟୁନିକ୍ ରେସିପି, ଆଉ ବହୁତ ହେଲ୍ଦି ରହିବ, କମ୍ ଟାଇମ୍ ମଧ୍ୟରେ ବନିଯିବ, କମ୍ ତେଲରେ ବନିବ। ଆଉ ଯେଉଁମାନେ ତେଲ ଖାଉନାହାନ୍ତିନି, କମ୍ ତେଲ ଖାଉଛନ୍ତି, ତାଙ୍କ ପାଇଁକି ବହୁତ ହି ବଢ଼ିଆ ରହିବ, ବହୁତ ହି ଟେଷ୍ଟି ଲାଗେ, ସମସ୍ତଙ୍କୁ ପସନ୍ଦ ଆସିବ। ତାହେଲେ ଏଇ ରେସିପି ବନେଇବା ପାଇଁକି ଭିଡ଼ିଓଟିକୁ ଆପଣମାନେ ଶେଷ ଯାଏ ସମ୍ପୂର୍ଣ୍ଣ ଦେଖନ୍ତୁ, ଲାଇକ୍ ସେୟାର କରିବେ। ଯଦି ଆପଣମାନେ ଚ୍ୟାନେଲରେ ନୂଆ କରିକି ଦେଖୁଛନ୍ତି ତାହେଲେ ପ୍ଲିଜ୍ ସବସ୍କ୍ରାଇବ୍ କରିବେ। ନମସ୍କାର, ଜୟ ଜଗନ୍ନାଥ ସାଙ୍ଗମାନେ। ମମ୍ସ କିଚେନ୍ କୁଇନ୍ରେ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ଏଇ କରି ବରା ବନିବା ପାଇଁକି ପ୍ରଥମେ ଆମେ ବିରି ନେବା। ବିରି ମୁଁ ଏଇଠି 4-5 ଘଣ୍ଟା ପୂର୍ବରୁ ଗୋଟେ କପ୍ ବିରିକୁ ବତୁରି ନେଇଛି। ଏହା ଭଲ ଭାବରେ ବତୁରି ଯାଇଛି। ଏଇଠି ଦେଖନ୍ତୁ। ତ ଏବେ ଏଇଥିରୁ ପାଣି ବାହାର କରିନେବା। ତା ପୂର୍ବରୁ ଦେଖନ୍ତୁ, ଏଠି ଯେଉଁ କପ୍ରେ ମୁଁ ବିରି ନେଇଥିଲି ଗୋଟେ କପ୍, ସେଇ କପ୍ରେ ସେମ୍ କପ୍ରେ ମାପିକି ଅଧା କପ୍ ମୁଁ ସୁଜି ନେଇଛି। ଏଇଠି ଦେଖନ୍ତୁ। ଏବେ ୟାକୁ ସାଇଡ଼ରେ ରଖିନେବା। ଏପଟେ ଆମେ ଆଉ କ'ଣ ନେଇଛୁ ଚାଲନ୍ତୁ ଦେଖିବା। ଏପଟେ ମୁଁ 2ଟା ମିଡ଼ିୟମ୍ ସାଇଜ୍ର ଆଳୁକୁ ମଧ୍ୟ ଏମିତି ଛୋଟ ପିସ୍ରେ କାଟିକି ନେଇଛି। 2ଟା ଟମାଟୋକୁ ଏମିତି ତା ପ୍ୟୁରି ବାହାର କରିକି ନେଇଛି। ଏଇଠି 2ଟା ପିଆଜକୁ ଛୋଟ ପିସ୍ରେ କାଟିକି ନେଇଛି। 6-7ଟା ରସୁଣ ପାଖୁଡ଼ା ଏମିତି ଛୋଟ ପିସ୍ରେ କାଟିକି ନେଇଛି। ଆଉ ହାଫ୍ ଇଞ୍ଚ ଅଦା ମଧ୍ୟ ପୁରା ଛୋଟ ପିସ୍ରେ କାଟିକି ନେଇଛି। ଏଇଠି ଆଉ ଗୋଟେ ଚଟଣି ମୁଁ ବନେଇଛି। ଏଇଠି ପୁଦିନା, ଧନିଆ, ରସୁଣ, କଞ୍ଚା ଲଙ୍କା ଆଉ ତେନ୍ତୁଳିର ଗୋଟେ ଚଟଣି ବନେଇକି ରଖିଛି। ଏବେ ଗୋଟେ ଗ୍ରାଇଣ୍ଡର ଜାର୍ରେ ଆମେ ବିରିକୁ ସବୁ ବିରିଯାକୁ ଆମେ ଏଇଥିରେ ଦେଇଦେବା। ତା ସାଙ୍ଗକୁ ଆମେ ସୁଜିଟା ରଖିଥିଲୁ ତାକୁ ବି ଏଇଥିରେ ମିଶାଇ ନେବା। ତା ସାଙ୍ଗକୁ ୟାକୁ ବାଟିବା ପାଇଁକି ଅଧା କପ୍ ଆମେ ପାଣି ବ୍ୟବହାର କରିବା। ବେଶୀ ପାଣି କରିକି ଆପଣମାନେ ଦେବେନି, ପତଳା ହେଇଯିବ। ତା ସାଙ୍ଗକୁ 2ଟା କଞ୍ଚା ଲଙ୍କା, କିଛି ଧନିଆ ପତ୍ର ଦେଇକି ୟାକୁ ବାଟିକି ନେଇ ଆସିବା। ତ ଏଇଠି ଦେଖନ୍ତୁ ମୁଁ ବାଟିକି ନେଇ ଆସିଲି। ଦେଖନ୍ତୁ କେତିକି ବହଳିଆ ଆମର ଏ ବଟାଟା ରହିବ। ଏଇ ଦେଖନ୍ତୁ ଏମିତି ରହିବ। ୟାଠୁ ପତଳା କରିକି ଆପଣମାନେ ବାଟିବେନି, ଏଇଟା ଭଲ ବରାଟା ଆମର ଭଲ ହେବନି। ତ ଏବେ ଗୋଟେ ବାଉଲକୁ ଆମେ ବାହାର କରିନେବା। ତାପରେ ଏଇଥିରେ ସ୍ୱାଦ ଅନୁସାରେ ଲୁଣ ମିଶାଇବା। ଆକୁ ଏବେ 1-2 ମିନିଟ୍ ପାଇଁକି ଆମେ ଭଲ ଭାବରେ ୟାକୁ କଣ୍ଟିନ୍ୟୁ ଗୋଳେଇ ନେବା। ଯାହାଫଳରେ କ'ଣ ହେବ ନା ବିରି ଆଉ ଯେଉଁ ଆମେ ସୁଜି ମିଶାଇକି ବାଟିଥିଲୁ, ଏହା ମଧ୍ୟ ହାଲୁକା ହେଇଯିବ, ଆଉ ଟିକେ ଫୁଲିଯିବ। ଆଉ ବରାଟା ଆମର ତରକାରୀ ଦେଲାବେଳେ ସଫ୍ଟ ହେବ, ମଧ୍ୟ ଟାଣ ହେବନି। ତ ଖାଇବା ପାଇଁ ବି ବହୁତ ଭଲ ଲାଗିବ। ତ ଏଇଠି ଦେଖନ୍ତୁ 1-2 ମିନିଟ୍ ପରେ ଦେଖନ୍ତୁ ଆପଣମାନେ ହାଲୁକା ହେଇଯାଇଛି, ଫୁଲି ଯାଇଛି ମଧ୍ୟ। ୟାକୁ ସାଇଡ଼ରେ ରଖିନେବା। ସେପଟେ ଗୋଟେ ଗ୍ୟାସ୍ରେ ଆମେ କଡ଼େଇ ବସି ନେବା। ଫ୍ଲେମ୍କୁ ହାଇରେ ରଖିକି ସେଇଥିରେ 2 ଚାମଚ ରିଫାଇନ୍ ଅଏଲ୍ ଦେବା। 3ଟା ଶୁଖିଲା ଲଙ୍କା, 1 ଚାମଚ ସୋରିଷ, ହାଫ୍ ଚାମଚ ଜିରା ଆଉ 1 ପିଞ୍ଚ ହେଙ୍ଗୁ ଦେଇକି ୟାକୁ ଟିକେ ହାଲୁକା ଭାଜିବା ପାଇଁ ଦେବା। ତାପରେ ଆମେ ପିଆଜ, ରସୁଣ, ଅଦା ରଖିଛୁ, ତାକୁ ଏଇଥିରେ ମିଶାଇ ନେବା। ଫ୍ଲେମ୍କୁ କିନ୍ତୁ ହାଇ ଟୁ ମିଡ଼ିୟମ୍ରେ ରଖିବେ। ରଖିକି ୟାକୁ 1-2 ମିନିଟ୍ ପାଇଁକି ସବୁ ମସଲାକୁ ଆମେ ହାଲୁକା କଲର୍ ଚେଞ୍ଜ ହେବା ଯାଏ ଭାଜି ନେବା। ତ ଦେଖନ୍ତୁ ଏଇଠି ହାଲୁକା କଲର୍ ଚେଞ୍ଜ ହେଇଗଲାନି, ଭଲ ବାସ୍ନା ବି ବାହାରି ଆସିଲାନି, ରସୁଣ ବି ଆମର ଭଲ ଭାବରେ ଏଠି ଭଜା ହେଇଯାଇଛି। ଏବେ ଆମେ ଆଳୁ ଯେଉଁ କାଟିକି ରଖିଛୁ ତାକୁ ଏଇଥିରେ ମିଶାଇ ନେବା। ତା ସାଙ୍ଗକୁ ସ୍ୱାଦ ଅନୁସାରେ ଲୁଣ, 3 ପିଞ୍ଚ ଭଳିଆ ହଳଦୀ ପାଉଡ଼ର, 1 ଚାମଚ ଲଙ୍କା ପାଉଡ଼ର। ହଳଦୀ ଆପଣମାନେ ବେଶୀ ମିଶାଇବେନି, ବାସ୍ 2-3 ପିଞ୍ଚ ଭଳିଆ ହଳଦୀ ପାଉଡ଼ର ମିଶାଇବେ। ଏତିକି ଦେଲା ପରେ 1 ମିନିଟ୍ ପାଇଁକି ଆମେ ସବୁ ଜିନିଷକୁ ଗୋଳେଇ ନେବା। ତାପରେ 1 ମିନିଟ୍ ପାଇଁକି ଆଉ 1 ମିନିଟ୍ ପାଇଁ ଘୋଡ଼େଇକି ଛାଡ଼ିବା। ତ ଏଇଠି ଆଉ 1 ମିନିଟ୍ ହେଇଗଲାନି। ଏଇଠି ଦେଖନ୍ତୁ ଆମର ଆଳୁ ଟିକେ ସଫ୍ଟ ହେଇଯାଇଛି। ଏବେ ଯେଉଁ ଟମାଟୋ ପ୍ୟୁରି ରଖିଛେ ତାକୁ ଏଇଥିରେ ମିଶାଇ ନେବା। ତା ସାଙ୍ଗକୁ 1 ଚାମଚ ସମ୍ବର ମସଲା। ଯଦି ଆପଣମାନଙ୍କ ପାଖରେ ସମ୍ବର ମସଲା ନଥିବ ତାହେଲେ ଆପଣମାନେ କରି ପାଉଡ଼ର ବି ମଧ୍ୟ ନେଇପାରିବେ। ତ ୟାକୁ ଆଉ 2 ମିନିଟ୍ ପାଇଁକି ଭଲ ଭାବରେ କଷି ନେବା। ଯାହାଫଳରେ ଟମାଟୋର ଆମର ପାଣି ଶୁଖିଯିବ ଆଉ ମସଲା ସହିତ ଭଲ ଭାବରେ କଷିଯିବ। ଏଇଠି ଦେଖନ୍ତୁ ଭଲ ଭାବରେ କଷିଗଲାନି। ଏଇଠି ତେଲ ବି ସାଇଡ଼ରେ ବାହାରି ଆସିଲାନି, ଆପଣମାନେ ଦେଖିପାରୁଥିବେ। ଏବେ ଏଇଥିରେ ପାଣି ମିଶାଇବା। ତ ପାଣି ଏଇଠି ମୁଁ 4 କପ୍ ପାଣି ନେଇଛି। ଆପଣମାନେ ଯେତିକି ବନେଇବେ ସେଇ ଅନୁସାରେ ପାଣି ନେବେ। ଟିକେ ଅଧିକା କରିକି ପାଣି ନେବେ, କାରଣ ଏଇ କରି ବରାରେ ଆମକୁ ଟିକେ ଅଧିକା ପାଣି ଦରକାର।
ତ ଏବେ ଆକୁ ଝୋଳ ଫୁଟିବା ପାଇଁ ଛାଡ଼ିବା। ତ ଏଇଠି ଦେଖନ୍ତୁ ଫୁଟିଗଲାନି। ତାପରେ ଏବେ ଯେଉଁ ଆମେ ସୁଜି ଆଉ ବିରିଟା ରଖିଥିଲୁ ବାଟିକି, ସେଇଥିରେ ପୁରା ଯେମିତି ଆମେ ବଡ଼ି ପକାଉ ସେଇ ସାଇଜ୍ରେ ଏମିତି ଝୋଳ ଫୁଟୁଥିବ ସେଇ ସମୟରେ ପକାଇବା। ଜମା ବି ଗ୍ୟାସ୍କୁ ଅଫ୍ କରିବେନି ବା ଲ ରଖିକି ଦେବେନି। ଫୁଟିବା ଅବସ୍ଥାର ଆମେ ଏଇଟା ପକାଇବା। ସେ ଫୁଲିକି ବହୁତ ବଡ଼ ବଡ଼ ହେଇଯିବ। ତ ଏଇଠି ସବୁ ଦେଲା ପରେ ଆମେ ଘୋଡ଼େଇକି ଆକୁ 2-3 ମିନିଟ୍ ପାଇଁକି ଛାଡ଼ିବା। ଦେଖନ୍ତୁ 2-3 ମିନିଟ୍ ପରେ ଆମର ବରା ଗୁଡ଼ିକ କେତେ ସୁନ୍ଦର ଫୁଲି ଯାଇଛି। ଏ ଦେଖନ୍ତୁ କେତେ ସୁନ୍ଦର ନରମ ମଧ୍ୟ ହେଇଛି। ତ ଏଇଠି ଆମର ଏଇଠି ତରକାରୀ ବରା କରିଟା ଆମର ଏଇଠି ହେଇଗଲା। ଏବେ ଏଇଥିରେ 1 ଛୋଟ ଚାମଚ ଆମଚୁର ପାଉଡ଼ର ଦେବା, ଯାହାଫଳରେ ଟେଷ୍ଟ ଭଲ ଆସିବ, ଖଟା ଚଟପଟା ଆସିବ। ଦେଖନ୍ତୁ ତ ଏଇଠି ଦେଲା ପରେ ଏଇଠି ଆମର ସମ୍ପୂର୍ଣ୍ଣ ତରକାରୀ ହେଇଗଲା। ଆକୁ ଆପଣମାନେ ବନେଇକି ପିଲାମାନଙ୍କୁ ଟିଫିନରେ ଦେଇପାରିବେ, ଘରେ ବନେଇକି ଖାଇପାରିବେ। ଯଦି ଆପଣମାନଙ୍କ ପାଖରେ ଟାଇମ୍ କମ୍ ଅଛି ତାହେଲେ ବନେଇ ପାରିବେ। ତ ଏବେ ଗୋଟେ ବାଉଲରେ ବାହାର କରିକି ଏଥିରେ ଯେଉଁ ଚଟଣିଟା ରଖିଲେ ତାକୁ ଏଇଥିରେ ତା ଉପରେ ଏମିତି ଦେଇଦେବା। ତାପରେ ପିଆଜକୁ କିଛି ସଜେଇ ନେବା, ଏମିତି ପିଆଜ ଦେଇକି ସଜେଇ ନେବା। ତ ଆପଣମାନେ ନିଶ୍ଚୟ ଟ୍ରାଏ କରନ୍ତୁ, ବହୁତ କମ୍ ଟାଇମ୍ ଭିତରେ ବନିବ। ତ ରେଡ଼ି ହୋଇଗଲା ଆମର ଏଠି କରି ବରା ବା ଆପଣମାନେ ୟାକୁ ଝୋଳ ବରା କହିପାରିବେ। ତ ଏଇ ରେସିପିଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ। ଯଦି ଭଲ ଲାଗିଥାଏ ପ୍ଲିଜ୍ ମୋ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ସବସ୍କ୍ରାଇବ୍ କରିବା ପାଇଁ ଜମା ଭୁଲିବେନି। ପୁଣି ଦେଖା ହେବା ଗୋଟେ ନୂଆ ଭିଡ଼ିଓରେ। ସେତେବେଳେ ରହୁଛି ଜୟ ଜଗନ୍ନାଥ।